परमोच्च प्रभु सत्य नित्य त्वामेव केवलम् अनुवर्तामहि सत्यम् अनुजीवामु केवलम्। हे परम प्रभु शाश्वत सत्य, मानिबु केवल तुमरी आदेश, जीवन आचरी सत्य। सुप्रीम लॉर्ड, इटर्नल ट्रुथ, let us obey thee alone and live according to truth। ଆଜିର ଯୋଉ ପ୍ରଶ୍ନଟି ରହିଛି, ଏକ ନୂତନ ଦିଗ ଯୋଉମାନେ ଅଭ୍ୟାସ କରୁଥିବେ ଧ୍ୟାନ ସେମାନଙ୍କ ପାଇଁ ଯେ ପ୍ରକୃତରେ ସେଇ ସମୟରେ କଣ କରିବା କଥା, ଏବଂ ଆମେ ଯୋଉମାନେ ଧ୍ୟାନ ପାଇଁ ଅଭ୍ୟାସ ବି କରୁଛୁ ସେ ସମୟରେ କଣ ଘଟଣା ଘଟେ କଣ ନ ଘଟେ ସେ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଜ୍ଞାନ ହାସଲ କରିପାରିବା। ଆଜିର ପ୍ରଶ୍ନଟି ରହିଛି, ଯେତେବେଳେ ଜଣେ ବ୍ୟକ୍ତି ନୀରବ ଧ୍ୟାନରେ ମଗ୍ନ ହୋଇ ରହିଛି ସେତେବେଳେ ପ୍ରକୃତରେ କେଉଁ ସବୁ ଶକ୍ତି କାର୍ଯ୍ୟକାରୀ ହୋଇ ରହିଥାନ୍ତି? ଯେତେବେଳେ ଜଣେ ବ୍ୟକ୍ତି ନୀରବ ଧ୍ୟାନରେ ମଗ୍ନ ହୋଇ ରହିଛି ସେତେବେଳେ ପ୍ରକୃତରେ କେଉଁ ସବୁ ଶକ୍ତି କାର୍ଯ୍ୟକାରୀ ହୋଇ ରହିଥାନ୍ତି? ତାମାନେ ଆମେ ଯେତେବେଳେ ଧ୍ୟାନସ୍ଥ ଅବସ୍ଥାରେ ରହୁଛୁ ସେତେବେଳେ କୋଉ କୋଉ ଶକ୍ତି ସବୁ କାମ କରନ୍ତି? ମା ଗୋଟିଏ ଲାଇନରେ ତାର ଉତ୍ତର ଦେଲେ। କଣ ଦେଲେ ନା, ଯେଉଁ ବ୍ୟକ୍ତି ଧ୍ୟାନ କରୁଛି ତାହା ସେଇ ବ୍ୟକ୍ତିଙ୍କ ଉପରେ ହିଁ ନିର୍ଭର କରିବ। ଗୋଟିଏ ଲାଇନ। ତାହେଲେ ବ୍ୟକ୍ତି ଉପରେ କେମିତି ନିର୍ଭର କରିବ? ନେକ୍ସଟ ପ୍ରଶ୍ନ, ମାତ୍ର ନୀରବ ଧ୍ୟାନ କରୁଥିବା ସମୟରେ ସେହି ବ୍ୟକ୍ତି ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଏକ ଶୂନ୍ୟରେ ପରିଣତ କରିଦେଇ ନଥାଏ କି? ତେବେ ସେହି କ୍ଷେତ୍ରରେ କୌଣସି କଥା ତା ଉପରେ ନିର୍ଭର କରିବ କିପରି? ଜଣେ ଯେତେବେଳେ ଧ୍ୟାନସ୍ଥ ହଉଛି ଏବଂ ଏଠି ଯିଏ ପ୍ରଶ୍ନ କରୁଛନ୍ତି ସେ ସିଧାସଳଖ ପ୍ରଶ୍ନ କରୁଛନ୍ତି ଯେ ଯୋଉମାନେ ଆକ୍ଚୁଆଲି ଧ୍ୟାନସ୍ଥ ବା ଧ୍ୟାନ କରିବାର ଅଭ୍ୟାସ କରିଛନ୍ତି, ସେ ଜଣେ ଯେତେବେଳେ ଧ୍ୟାନସ୍ଥ ହଉଛି ସେ ଅଲରେଡି ଶୂନ୍ୟ କରିଦଉଛି, ତେଣୁ ସେଇ ସମୟରେ ତା ଉପରେ କେମିତି ନିର୍ଭର କରିବ? ହଁ, ଆମେ ଯୋଉମାନେ ଏବେ ଧ୍ୟାନ ପାଇଁ ଅଭ୍ୟାସ କରୁଛୁ ସେତେବେଳେ ଆମ ମନ ଇଆଡେ ସିଆଡେ ରହୁଛି, ଭିନ୍ନ ଭିନ୍ନ ଚିନ୍ତା ଆସୁଛି, କିନ୍ତୁ ଯିଏ ଧ୍ୟାନ ପ୍ରାକ୍ଟିସ କରି କରି ସେ ମନକୁ ନୀରବ କରିପାରୁଛି ତା କ୍ଷେତ୍ରରେ କେମିତି ଏ ବ୍ୟକ୍ତି ଉପରେ ନିର୍ଭର କରେ? ବା ତାର ଯୋଉ ଉତ୍ତର କରିଛନ୍ତି ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ଗୋଟେ ଗୋଟେ ପଏଣ୍ଟ କରି ଦେଖି ଆଲୋଚନା କରିବା। ମା କହୁଛନ୍ତି, ତୁମେ ଆପଣାକୁ ସମ୍ପୂର୍ଣ୍ଣ ଭାବେ ଏକ ଶୂନ୍ୟରେ ପରିଣତ କରିନେଇ ପାରିଲେ ମଧ୍ୟ ତାହା ତୁମ ଅଭିପ୍ସାର ପ୍ରକୃତିଟିକୁ କଦାପି ବଦଳାଇ ଦେଇପାରିବ ନାହିଁ ବା ତାହାର ବିଚରଣ କ୍ଷେତ୍ରଟିକୁ ମଧ୍ୟ ଅନ୍ୟ ପ୍ରକାର କରିଦେଇ ପାରିବ ନାହିଁ। ତାମାନେ ପ୍ରଥମ ପଏଣ୍ଟଟି ଯାହା କହିଲେ, ଜଣଙ୍କର ଅଭିପ୍ସା ଯାହା ରହିଛି, ଜଣଙ୍କର ଅଭିପ୍ସା ଯାହା ରହିଛି ବା ଆମେ କହୁଛୁ ଆସ୍ପୃହା ଯାହା ରହିଛି, ଆସ୍ପିରେସନ ଯାହା ରହିଛି, ସେ ପୂର୍ଣ୍ଣ ନୀରବତା ବା ମନକୁ ପୂର୍ଣ୍ଣ ନୀରବ କରି ଧ୍ୟାନସ୍ଥ ସମୟରେ କୌଣସି ପ୍ରକାର ଚିନ୍ତାକୁ ଆଲାଉ ନ କରିଲେ ମଧ୍ୟ ସିଏ କୋଉ ଜଗତରେ ଥାଏ ନା ସିଏ ଯୋଉ ଅଭିପ୍ସା କରିଛି ସେ ଅଭିପ୍ସା ଅନୁସାରେ ସେଇ ସ୍ଥିତିରେ ବା ସେଇ ଜଗତରେ ସେ ଥାଏ। ତେଣୁ ମା କହିଲେ ଯେ ସେ ଅଭିପ୍ସାର ଯୋଉ ପ୍ରକୃତିଟି ରହିଛି ତାକୁ ବଦଳାଇ ଦେଇପାରେନି, ତେଣୁ ତାର ବିଚରଣ କ୍ଷେତ୍ରଟିକୁ ସେ କେମିତି ବଦଳାଇ ପାରିବ? ତାମାନେ ଆମର ଅଭିପ୍ସା ଅନୁସାରେ ଆମର ବିଚରଣ କ୍ଷେତ୍ରଟି ହୋଇଥାଏ। ପଏଣ୍ଟ ଆଉଟ କରିବା। ତେଣୁ ଏକ ନମ୍ବର ପଏଣ୍ଟ କହିଲେ କଣ? ଆମ ଅଭିପ୍ସା ଅନୁସାରେ ଆମର ପ୍ରକୃତି ହେଇଥାଏ ଏବଂ ଆମେ ଯେତେବେଳେ ଧ୍ୟାନ କରୁ ସେଇ ପ୍ରକାରର କ୍ଷେତ୍ରରେ ବା ସେଇ ପ୍ରକାର କ୍ଷେତ୍ରରେ ଆମେ ବିଚରଣ କରିଥାଉ। ତାପରେ କହୁଛନ୍ତି, ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଅଭିପ୍ସା କେବଳ ଏକ ମାନସିକ ସ୍ତରରେ ହିଁ ବିଚରଣ କରିବାରେ ଲାଗିଥାଏ ବା ହୁଏତ ପ୍ରାଣିକ କ୍ଷେତ୍ରଟିରେ ବିଚରଣ କରୁଥାଏ, କେତେକଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଅଭିପ୍ସା ବି ରହିଥାଏ। ତୁମର ଅଭିପ୍ସାଟି ଯେଉଁ ଗୁଣାତ୍ମକ ସ୍ତରର ହୋଇଥିବ, ଅନୁସ୍ପନ୍ଦନ ଜଣାଉଥିବା ଶକ୍ତି ଓ ସିଏ କରିବାକୁ ଆସିଥିବା କାର୍ଯ୍ୟଟି ଠିକ ତାହାରି ଉପରେ ହିଁ ନିର୍ଭର କରିବ। ତାମାନେ ଆମର ଯୋଉ ଅଭିପ୍ସାଟି ଆମର କେତେବେଳେ କାହାର ମନ ସ୍ତରରେ ଥାଇପାରେ, କେତେବେଳେ ପ୍ରାଣ ସ୍ତରରେ ଥାଇପାରେ, କେତେବେଳେ
आध्यात्मिक स्तर थाई पारे माने जनकर कोउनी को स्तर थाए माने हमर अभिप्सा बा एस्पिरेशन को लेवल रो को स्तर रो जहार मानसिक स्तर रो अभिप्सा थिबो तेणु सी से क्षेत्र में ही सब विचरण कर जी प्राणिक स्तर में जार अभिप्सा थी सी से स्तर में जार आध्यात्मिक अभिप्सा हम से आध्यात्मिक स्तर में विचरण कर कहुए जे तमे भावकेन्द्रिक हुओ ना इमोशनल भाव प्रवण हुओ ना ताने तमर विचरण क्षेत्र से ही प्राणिक स्तर तमें जदि बेसी चिंता करुथिबो बेसी मन को व्यवहार करुथिबो सबु बेले तेबे तुम्हें से स्तर रे रहि जिवो तेणु सबु बेले आमे बारंबार माँ से प्रभु कहती तुम्हें सबु कथा नहीं कि माँ को पाखरे कह माँ को जनाओ तामाने माँ सहित आमर जो संपर्क जिते घनीभूत हम तामाने आमे आध्यात्मिक स्तर रहिबा तेणु ता पर लाइन टा जोटा कहले जे जो तुमर अभिप्साटी जो गुणात्मक स्तर होइतिबो अनुस्पंदन जनाउथिबा शक्ति एटा मन रखिबा आमर अभिप्सा जो स्तर जो शक्ति टी आसीबो कहले कौन अनुस्पंदन जनाउथिबा शक्ति सी करिया को आसीतिबा कार्यटी ठीक ताहारी ऊपर ही निर्भर करिवो ता माने आमे जदि मन स्तर रे रहउचु जो शक्ति टी आसी काम करने आम जो अभिप्सा कले आम से शक्ति आसी पहुंचला तेबे सी कौन करिवो से मन स्तर रे कार्य करेइबो ध्यान समय रे आपना को एक शून्य रे परिणत कर दे पारिले तद्वारा एक अंतर्गत निरवतार सृष्टि होता है मात्र तार अर्थ नुहे जे तुम्हें तद्वारा प्रकृत रे एक अनस्तित्व रे परिणत हो जाइछ बा एक मृत बा जीवन शक्ति रहित पिंड रे ही परिणत हो जाइछ आशा करुची आमे एतर गोटे काम करबा पाखरे गोटे नोट रखिबा एगुडा को नोट डाउन करबा जेहेतु चिरंतन बहित आलोचना होउची ता सहित ए जो प्रश्न उत्तर आमर मातृरचना बही तृतीय आम आलोचना करुचु जदिओ मझीरू आरंभ करछु गोटे जगारू किंतु जोटा भी आलोचना करुछु मु आगर कहितेबी एटा होची पृष्ठा 160 तेणु लेखिकरी ताको पॉइंट आउट नोट डाउन कर रखुथिबा नहले परे भी सुनिकी ताको नोट डाउन करबा तेणु एठी कहले जे आमे जे मन करा जो जणे पूरा ध्यानस्थ समय रे शांत एवं निश्चल अवस्था को बा मन पूरा चिंता शून्य अवस्था को आसिला ओके सेतबेले आमे कोन कहबा साधारणतः आम धारणा थाए चिंता शून्य अवस्था माने कौन माने किछि नाही ना पूरा फांका ता माने मृत्यु भलिया लागिबो बा आमर पिंड रे प्राण नथबो सेमती हुए नाही काई तेते ता पूर्वरु कहले लेकिन ता एबे कहउछ ता अर्थ न जे एई भलिया अवस्था रे था कौन अवस्था रे था ना तुमर आस्पृहा अनुसार तुम्हें सही क्षेत्र रे विचरण करूथा आपना को एक शून्य पात्र रे परिणत करबा द्वारा तुम्हें जहा सही शून्य पात्र टी पूर्ण कर दे पारुची केवल ताहार ही आवाहन करूछ तेणु आमर आस्पिरेशन जहा रही आमे जेते बेले शून्य कर दउछु माइंड को शून्य कर दउछु आमर चिंता जगत को ध्यानस्थ समय रे से समय रे आमे एक्चुअली माकुचंती तुम्हें सही शक्ति को ही आवाहन करिथाओ ता भितरे बा तुमर जो शून्य पात्र टी को पूर्ण करिबा पाई तेणु यार अर्थ हेउची जे तुम्हें अपना अंतर्गत चेतनार चापटी को उपलब्धि निमंते बंधन मुक्त कर देउछ तुम चेतनार प्रकृति एवं ताहा मध्य रे जो मात्रा रे का चाप कार्यकारी हेउची तुम्हें केउ शक्ति गुडी को आनी प्रकृत रे कार्यकारी करि परिबो एवं सही सब शक्ति तुमको प्रकृत रे साहाय्य करिवे तुमर उद्देश्य टी पूर्ण करिवे किंबा तुमर क्षति करिवे बा तुमर बाट उगाली बसिवे से कथा ताहारी ऊपर ही निर्भर करिवो देखंतु एठी केते सतर्कता जरूरी जे आमर एस्पिरेशन टा को भले हवा दरकार आमर मागिबाटा को भले हवा दरकार आमर प्रार्थना टा को भले हवा दरकार काहेकि से जो कथा कहले आमर जो चेतनार जो प्रकृति थाए सेई अनुसार शक्ति उत्तर दिए
ଶକ୍ତି ସେଇ କ୍ଷେତ୍ରରେ ଉତ୍ତର ଦିଏ, ସେଇ ଅନୁସାରେ କାର୍ଯ୍ୟ କରେ। ତାପରେ ଏଠି କଣ କହିଲେ, ସିଏ ସେଇ ପ୍ରକାରର ଚାପ ପକାଏ ଏବଂ ଯୋଉ ଶକ୍ତି ଆସେ ସିଏ ତମକୁ ପ୍ରକୃତରେ ସାହାଯ୍ୟ କରିବ, ତୁମ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବ କିମ୍ବା ତୁମର କ୍ଷତି କରିବ, ତୁମର ବାଟ ଓଗାଳି ବସିବ, ସେ କଥା ତା ଉପରେ ନିର୍ଭର କରେ। ତେଣୁ ତୁମର ପ୍ରାର୍ଥନା, ସେଥିପାଇଁ କୁହାଯାଏ ଯେତେବେଳେ ପ୍ରାର୍ଥନା କରୁଛ କାହାରି ଅମଙ୍ଗଳ ପ୍ରାର୍ଥନା କର ନାହିଁ। କାହିଁକିନା ତୁମେ ଯେତେବେଳେ ପ୍ରାର୍ଥନା କରୁଛ ସେତେବେଳେ ସେ ଯୋଉ ଶକ୍ତିଟି ଆସୁଛି ସିଏ ତୁମର ପ୍ରକୃତି କ୍ଷେତ୍ରର, ତୁମର ଆସ୍ପିରେସନ କ୍ଷେତ୍ରର ଯୋଉ ଅନୁସାରେ ସେଇଭଳି ଭାବରେ ବ୍ୟବହାର କରେ। ତେଣୁ ସିଏ ହୁଏତ ତୁମକୁ ସାହାଯ୍ୟ ତ କରିପାରେ କିନ୍ତୁ ତୁମର କ୍ଷତି ବି କରିପାରେ, ତୁମର ବାଟ ବି ଓଗାଳି ବସିପାରେ। ତେଣୁ ଆମେ କେତେ ସତର୍କ ହବା ଦରକାର। ଆମେ ଯେତେବେଳେ ପ୍ରାର୍ଥନା କରୁଛୁ, ଆମେ ଯେତେବେଳେ ନିଜର ଯୋଉ ଆସ୍ପିରେସନ ରହିଛି, ଆମେ ଧ୍ୟାନ କଲା ବେଳେ ପୁରା ଶୂନ୍ୟ ଅବସ୍ଥାକୁ ପ୍ରାପ୍ତ କରିଦେଇ ପାରୁ, କିନ୍ତୁ ଆମ ଜୀବନ କ୍ଷେତ୍ରର ଯୋଉ ଆସ୍ପିରେସନ ରହିଛି ତାରି ଉପରେ ନିର୍ଭର କରେ କୋଉ ଶକ୍ତି ଆମ ପାଖକୁ ଆସିବ, ଅବତରଣ କରିବ, କୋଉ କାର୍ଯ୍ୟ କରିବ। ସେଇଥିପାଇଁ ଯୋଉ ପ୍ରଶ୍ନ ପଚରାଯାଏ ଯେ ମୁଁ ରୂପାନ୍ତର ଚାହୁଁଛି ଆଉ କିନ୍ତୁ ମୁଁ ଶିବଙ୍କର ଭକ୍ତ, ବା ଜଣେ ବ୍ୟକ୍ତି ତାଙ୍କର ଘରେ ସମସ୍ତେ ରାମଙ୍କର ଭକ୍ତ, ସେ ରାମଙ୍କର ଭକ୍ତ, କିନ୍ତୁ ତା ଭିତରେ ଆସ୍ପିରେସନ ରହିଛି ଯେ ରୂପାନ୍ତରର। ତେବେ ଶ୍ରୀରାମ ତାଙ୍କୁ ରୂପାନ୍ତର, ଶ୍ରୀରାମ ତାଙ୍କର ଯେହେତୁ ଆରାଧ୍ୟା ମାନେ ଆରାଧ୍ୟ, ତେଣୁ ସିଏ ତାଙ୍କୁ ରୂପାନ୍ତର ଦେବେ କି? ଏଇଥିରୁ ଏବେ ଆମେ ସ୍ପଷ୍ଟ ହେଇଗଲେ ଯେ ଯେହେତୁ ତାଙ୍କର ଆସ୍ପିରେସନ ରହିଛି ରୂପାନ୍ତର, ସିଏ ଶ୍ରୀରାମଙ୍କୁ ଆବାହନ କଲେ ମଧ୍ୟ, ଶ୍ରୀରାମଙ୍କୁ ତାଙ୍କର ଇଷ୍ଟ ଦେବ ବୋଲି ଗ୍ରହଣ କଲେ ମଧ୍ୟ ଉତ୍ତର ରୂପାନ୍ତରକାରିଣୀ ଶକ୍ତି, ଅତିମାନସ ଶକ୍ତି ଦେବେ। ଅତିମାନସ ଶକ୍ତିର ଯେ ଅଧିଷ୍ଠାତ୍ରୀ ମା ତାର ଉତ୍ତର ଦେବେ। ତେଣୁ ତୁମର ଆସ୍ପିରେସନ ଯାହା, ତୁମର ଚାହିଁବା ଯାହା ରହିଛି, ତୁମେ ଯାହା ପ୍ରତି ତୁମର ନିଷ୍ଠାପର ଭାବରେ ଜୀବନ ଯାକର ପ୍ରତ୍ୟେକ କ୍ଷେତ୍ରରେ ତୁମେ ଯୋଉ ଥିରେ ଉଦ୍ବୁଦ୍ଧ ହେଇକି ରହୁଛ, ସେଇ ଶକ୍ତି ତୁମକୁ ଉତ୍ତର ଦବ, ତୁମର ଇଷ୍ଟ ଦେବ ଯିଏ ହେଇଥାନ୍ତୁ ନା କାହିଁକି। ତେଣୁ ସେଇ ଶକ୍ତି ଉତ୍ତର ଦବ। ତେଣୁ ଯେତେବେଳେ ତୁମେ ରୂପାନ୍ତରର ଲକ୍ଷ୍ୟ ରଖିକିରି, ରୂପାନ୍ତରର ଅଭିପ୍ସା ରଖିକିରି ତୁମେ ଯାହାକୁ ବି ଧ୍ୟାନ କରୁଛ, ଶ୍ରୀରାମଙ୍କୁ ଧ୍ୟାନ କର, ଶ୍ରୀକୃଷ୍ଣଙ୍କୁ ଧ୍ୟାନ କର, ଆଲ୍ଲାଙ୍କୁ ଧ୍ୟାନ କର, କି ଜିସସଙ୍କୁ ଧ୍ୟାନ କର, ତାର ଧୀରେ 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 କନସିକ୍ୱେନ୍ସ କଣ ହବ ନା ତୁମକୁ ଅତିମାନସ ଶକ୍ତି ତୁମକୁ ଉତ୍ତର ଦବ, ତୁମେ ଅତିମାନସ ଶକ୍ତି ଠାରୁ ଉତ୍ତର ପାଇବ। ଆଉ ଗୋଟେ ପାରାଗ୍ରାଫରେ କହୁଛନ୍ତି, ତୁମେ କେଉଁ ପରିବେଶରେ ଧ୍ୟାନମଗ୍ନ ହେବାକୁ ଯାଉଛ ସେଇ ପରିବେଶଟି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇପାରିବ ଏବଂ ତୁମେ ଯେଉଁ ସବୁ ଶକ୍ତିକୁ ପ୍ରବିଷ୍ଟ ବା ଅବତରଣ କରାଇ ଆଣିଛ ଏବଂ ସେଗୁଡ଼ିକୁ ଯେପରି ଭାବରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ପରିବେଶ ଗୁଡ଼ିକର ନିଶ୍ଚୟ ପ୍ରଭାବ ପଡିବ। ଏଠି ଆଉ ଗୋଟେ କଥା ଆମକୁ ସତର୍କ କରିଦେଲେ ଯେ ତୁମେ କେଉଁ ପରିବେଶରେ ଧ୍ୟାନମଗ୍ନ ହେବାକୁ ଯାଉଛ। ତେଣୁ ଏଠି ଆଉ ଗୋଟେ ପଏଣ୍ଟ ରହିଲା କଣ ନା ପରିବେଶ, ଯୋଉ ପରିବେଶରେ ଧ୍ୟାନମଗ୍ନ ହଉଛ ତାର ମଧ୍ୟ ପ୍ରଭାବ ପଡେ କାହା ଉପରେ ନା ସେ ଶକ୍ତି ଉପରେ। ସେଥିପାଇଁ କୁହାଯାଏ, ଯୋଉ କାହିଁକି କହନ୍ତି ଯେ କଲେକ୍ଟିଭ ସାଧନା, ବହୁତ ୟା ଭିତରେ କଲେକ୍ଟିଭ କଥା ଆସିପାରେ। ଆଉ ବ୍ୟକ୍ତିଗତ ଭାବରେ ତୁମେ ଧ୍ୟାନ କରୁଛ ଏବଂ ସାମୂହିକ ଭାବରେ କୋଉ ଜାଗାରେ ଧ୍ୟାନ କରୁଛ, ଘରେ ଧ୍ୟାନ କରୁଛ, କିମ୍ବା ବର୍ତ୍ତମାନ ଆମେ ଆଶ୍ରମ ଯେତେବେଳେ ଯାଉଛୁ ଅନେକ ସମୟରେ ଆମ ଭିତରେ କେତେ ଜଣ କୁହନ୍ତି ଯେ ଭଗବାନ ତ ସବୁଆଡେ ଅଛନ୍ତି, ଆଉ ତୁମେ ଏଇଠି ବସିକିରି ଭଗବାନ ଡାକି ଦଉନ, ଆଶ୍ରମ ଯିବା କଣ ଦରକାର। ହଁ, କେତେ ଜଣ ଥଟ୍ଟା ବି କରନ୍ତି। ଆଉ ଏଠି କଣ ହଉଛି, ତୁମର ପରିବେଶ ପ୍ରଭାବ ପକେଇବ। ଯେତେବେଳେ କଲେକ୍ଟିଭ ମାସ୍ ମେଡିଟେସନ ତାର ବି ପ୍ରଭାବ ରହିଛି ଏବଂ ଯେତେବେଳେ ଆମେ ମନେକର ଆଶ୍ରମରେ ଯୋଉଠି ମାଙ୍କର ଶ୍ରୀଅରବିନ୍ଦଙ୍କର ଶରୀର, ମାଙ୍କ ଶ୍ରୀଅରବିନ୍ଦ ଯୋଉଠି କଣ ଚଲାବୁଲା କରୁଥିଲେ ସେ ପରିବେଶରେ ସେଇଭଳିଆ ଶକ୍ତି ସବୁ କଣ କରୁଥିବେ, ସେଇଠି ବସବାସ କରୁଥିବେ।
ଏବଂ ମା ସ୍ୱୟଂ ନିଜେ ଯେହେତୁ ସେ ଶରୀର ତାଙ୍କ ଶରୀର ସେଠି ରହିଛି, ତେଣୁ ସେ ଯୋଉ ପରିବେଶରେ ଆମେ ଯେତେବେଳେ ଧ୍ୟାନ କରୁଛୁ, ସେ ପରିବେଶ କଣ କରେ, ଯୋଉ ଶକ୍ତି ଆସିବ ବା ତମ ଭିତରେ ଅବତରଣ କରିବ କାର୍ଯ୍ୟ କରିବା ପାଇଁ, ତା ଉପରେ ମଧ୍ୟ ଏ ପରିବେଶ ପ୍ରଭାବ ପକେଇଥାଏ। ଯଦି ତୁମେ ଏକାକୀ ହୋଇ ଧ୍ୟାନସ୍ଥ ହେବ, ତେବେ ସେଇ କ୍ଷେତ୍ରରେ ତୁମର ଅନ୍ତର୍ଗତ ତଥା ବାହ୍ୟ ପରିବେଶଟି ହିଁ ଯାହା କିଛି ମହତ୍ଵ ରହୁଥିବ। ତେଣୁ ଆମେ ଯେତେବେଳେ ଜଣେ ଏକାକୀ ଧ୍ୟାନ କରୁଛି, ସେତେବେଳେ କଣ କଣ ପ୍ରଭାବ ପକେଇବ? ତାର ବାହ୍ୟ ପରିବେଶ ପ୍ରଭାବ ପକେଇବ ଏବଂ ତୁମର ଅନ୍ତର୍ଗତ, ତା ମାନେ ତୁମର ନିଜର ଅନ୍ତର୍ଗତ ସାମର୍ଥ୍ୟ କେତେ, ତୁମର ଆସ୍ପିରେସନ କଣ ଅଛି, ତା ଉପରେ ପ୍ରଭାବ ପକେଇବ। ସେଇଥିପାଇଁ ମାଙ୍କ ମ୍ୟୁଜିକରେ ଯେତେବେଳେ ଧ୍ୟାନ କରାଯାଏ, ସେତେବେଳେ କୁହାଯାଏ ବାରମ୍ବାର ଯେ ତୁମେ ଅନ୍ୟ କୌଣସି ବିଷୟରେ ଚିନ୍ତା ନ କରି, କିଛି ନ କରି ସେଇ ମ୍ୟୁଜିକ ଉପରେ ସଂକେନ୍ଦ୍ରିତ ହୁଅ। ତାହେଲେ ଯେହେତୁ ମାଙ୍କର ମା ନିଜେ ଯେତେବେଳେ ଅର୍ଗାନ ମ୍ୟୁଜିକ ବଜାଉଛନ୍ତି, ସେ ଉଚ୍ଚତର ଚେତନାର ଥାଇ ବଜାଇଛନ୍ତି, ତେଣୁ ତୁମେ ଚେତନାର ସେଇ ସ୍ତରକୁ ତୁମେ ଚାଲି ଯାଇଥାଅ। ଏଇଟା ହଉଛି ଏଇ ଯେ ପରିବେଶ ଯୋଉ ପ୍ରଭାବ ପକାଏ, ସେଇଥିପାଇଁ ଆମେ ଯେତେବେଳେ ଏକାକୀ ଧ୍ୟାନ କରୁଛୁ, ତେଣୁ ସେତେବେଳେ ପରିବେଶ ସହିତ ମୋର ସାମର୍ଥ୍ୟ ବ୍ୟବହାର କରୁଛି ବା ତାକୁ ପ୍ରଭାବ ପକେଇବ। ଯଦି ତୁମେ ଅନ୍ୟମାନଙ୍କ ସହିତ ଏକାଠି ବସି ଧ୍ୟାନ କରୁଥିବ, ତେବେ ସାଧାରଣ ପରିବେଶଟି ହିଁ ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ ବୋଲି କହିବାକୁ ପଡିବ। ଯେତେବେଳେ ତୁମେ କଲେକ୍ଟିଭ ମେଡିଟେସନ କରୁଛ, ସେଇ ପରିବେଶଟା କେବଳ ପରିବେଶ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରେ। ମାତ୍ର ଦୁଇଟି ଯାକ ସ୍ଥିତିରେ ହିଁ ପରିବେଶ ଗୁଡିକ ସତତ ବଦଳି ବଦଳି ହିଁ ଯାଉଥିବ ଏବଂ ଅନୁସ୍ପନ୍ଦନକାରୀ ଶକ୍ତିଚୟ ମଧ୍ୟ ଦୁଇଥର ପାଇଁ କଦାପି ସେଇ ଏକାଭଳି ହୋଇ ରହିନଥିବେ। ମାନେ ଏଥିରେ ଯେତେବେଳେ ଆମେ କଲେକ୍ଟିଭଲି ମେଡିଟେସନ କରୁଛୁ ବା ଏକାକୀ ମେଡିଟେସନ କରୁଛୁ, ଯୋଉ ଅନୁସ୍ପନ୍ଦନକାରୀ ଶକ୍ତି ଯୋଉ ଆସେ, ସିଏ କଦାପି ଏବେ ଯୋଉ ଅନୁସ୍ପନ୍ଦନକାରୀ ଶକ୍ତି ଆସିଛି, ଯେତେବେଳେ ଆମେ ଧ୍ୟାନସ୍ଥ ହେଲେ, ସେତେବେଳେ ଆମ ପରିବେଶ ଯଦି ଉନ୍ନତ ହେଇଗଲା, ତେବେ ଅନୁସ୍ପନ୍ଦନକାରୀ ଶକ୍ତି ମଧ୍ୟ ବଦଳିଯାଏ। ଦୁଇଥର ପାଇଁ କଦାପି ସେଇ ଏକାଭଳି ହୋଇ ରହିନଥିବେ। କିଏ ସେ? ଅନୁସ୍ପନ୍ଦନକାରୀ ଶକ୍ତିଚୟ। କାହିଁକିନା ଯେତେବେଳେ ଧ୍ୟାନସ୍ଥ ଆମେ ହେଇଗଲେ, ସେତେବେଳେ ସେ ପରିବେଶ ଯେତେବେଳେ ବଦଳିଗଲା, ଅନୁସ୍ପନ୍ଦନକାରୀ ଶକ୍ତି ମଧ୍ୟ ବଦଳିଯାଏ। ତେଣୁ ଆଶ୍ରମରେ କଣ ହୁଏ, ସେଠି ପରିବେଶଟା ଅଲରେଡି ଉଚ୍ଚତର ସ୍ତରରେ ଥାଏ। ତେଣୁ ସବୁ ଉଚ୍ଚତର ଶକ୍ତି ହିଁ ସେଠି ଅନୁସ୍ପନ୍ଦନ ତମକୁ ଦଉଥିବ। ଏକ ସମ୍ମିଳିତ ଅଭିନିବେଶନକୁ ଯଥାର୍ଥ ଭାବରେ ସମ୍ଭବ କରିପାରିଲେ, ତାହା ଏକ ବୃହତ ଶକ୍ତିରେ ନିଶ୍ଚୟ ପରିଣତ ହୋଇପାରିବ। ଯୋଉ କଲେକ୍ଟିଭ ମେଡିଟେସନ ଆମେ ଯେତେବେଳେ କରୁଛୁ, ତେଣୁ ଏଠି କହୁଛନ୍ତି ଯଦି ସମ୍ମିଳିତ ଅଭିନିବେଶନକୁ ଯଥାର୍ଥ ଭାବରେ ସମ୍ଭବ, ଆମେ ଖାଲି ବସୁଛନ୍ତି, ମେଡିଟେସନ ବେଲ ବାଜିଲା ଆଖି ବୁଜିଲେ, ମେଡିଟେସନ ବେଲ ବାଜିଲା ଆଖି ଖୋଲିଲେ, ଏ ଧ୍ୟାନ କଥା କୁହାଉନି। ଯେତେବେଳେ କଲେକ୍ଟିଭ ମେଡିଟେସନ ଯଥାର୍ଥ ଭାବରେ କରିବେ, ସେତେବେଳେ ବିରାଟ କାର୍ଯ୍ୟ କରିହେବ, ବୃହତ ଶକ୍ତିରେ ନିଶ୍ଚୟ ପରିଣତ ହେଇପାରିବ। ମୁଁ ଖାଲି ଏଠି ଗୋଟେ ହିଣ୍ଟ ଦେଇ ଛାଡୁଛି, ଯଦିଓ ସେଇଟା ଗୋଟେ ମାନେ ଗୋଟେ ଅଲଗା ପ୍ରକାରର ଗୋଟେ କଥାଟେ। କଥା ହଉଛି ଯେତେବେଳେ ଆମେ ଶୁଣିଥିବା, ବେଳେ ବେଳେ ଲୋକ କଣ କରନ୍ତି, କେତେ ଗୋଟେ ଉତ୍ସୁକତାର ସହିତ ସ୍ପିରିଟ କଲ୍ କରନ୍ତି। ସ୍ପିରିଟ କଲ୍ କଲା ବେଳେ ସେତେବେଳେ ଯାହାକୁ ଡାକନ୍ତି, ତାର ନିୟମ ହଉଛି ତମେ ସେଇ ଯୋଉ ସତ୍ତାଟିକୁ ଡାକିବ, ତାର ଶରୀର, ତାର ମାନେ ରୂପ ଭୋଗ ଆଗ ପୁରା ଇମାଜିନ କରିବ, ତାର ଗୁଣାବଳୀକୁ ଇମାଜିନ କରିବ। ଯେତେ ଜଣ ବସିଥିବେ ସମସ୍ତେ ତାକୁ ଇମାଜିନ କରିବେ। ତାମାନେ ସେଇ ଶକ୍ତିକୁ ତୁମେ ଆହ୍ୱାନ କରୁଛ। ଏଠି ଯେତେବେଳେ ଆମେ ଉଚ୍ଚତର ଶକ୍ତି ପାଇଁ ଆମେ କାମ କରୁଛେ, ସ୍ପିରିଟ କଲ୍ କେବେ ବି କରିବନି, କାହିଁକିନା ତାହା ଅତି ମାରାତ୍ମକ ଏବଂ ଠିକ ବି ନୁହଁ। ବର୍ତ୍ତମାନ ଆମେ ଯେତେବେଳେ କଲେକ୍ଟିଭ ମେଡିଟେସନ କରୁଛନ୍ତି, ସେତେବେଳେ ଆମେ ଯଦି ଯଥାର୍ଥ ଭାବରେ ଉଚ୍ଚତର ଶକ୍ତିକୁ ଆହ୍ୱାନ କରିପାରିବା, ଆମେ ସମସ୍ତେ ମାଙ୍କର ବା ରୂପାନ୍ତରକାରୀ ଶକ୍ତିକୁ ସମସ୍ତେ ଯଦି କଲେକ୍ଟିଭ ମେଡିଟେସନ ବେଳେ ଯଦି ଆହ୍ୱାନ କରିପାରିଲେ, ତେବେ ବୃହତ ଶକ୍ତିରେ ନିଶ୍ଚୟ ପରିଣତ ହେଇପାରିବ ସେଇ ପରିବେଶଟି। ଏକ ପ୍ରଚଳିତ କଥା ଅନେକ ଦିନ ରହିଆସି ଯେ ଯଦି 12 ଜଣ ନିଷ୍ଠାପର ବ୍ୟକ୍ତି ଆପଣାର ଅଭିପ୍ସା ଏବଂ ଇଚ୍ଛା ଶକ୍ତିକୁ એકત્ર ସଂଯୁକ୍ତ କରି ପରମ ଦିବ୍ୟ ସତ୍ତାଙ୍କର ଆବାହନ କରିପାରିବେ, ତେବେ ଭଗବତ ପରମ ସତ୍ତା ନିଶ୍ଚୟ ଆସି ପ୍ରକଟ ହୋଇଯିବେ। ଦେଖନ୍ତୁ, ଯଦି 12 ଜଣ ନିଷ୍ଠାପର ବ୍ୟକ୍ତି ଭଗବତ ସତ୍ତାଙ୍କୁ ଆବାହନ କରନ୍ତି, ତେବେ ସେ ନିଶ୍ଚୟ ପ୍ରକଟ ହେବେ। ତାମାନେ ଗୋଟାଏ ଜନ୍ମରେ କାମ ଶେଷ। ତେଣୁ କଲେକ୍ଟିଭ ମେଡିଟେସନର ଯଥାର୍ଥ ଯଦି ଭାବରେ କରିପାରିଲେ, ତାହେଲେ କେତେ ବଡ କାମ ହେଇପାରିବ। ମାତ୍ର ସେଥିଲାଗି ଇଚ୍ଛା ଶକ୍ତି ସମ୍ପୂର୍ଣ୍ଣ ଭାବରେ ଏକାଗ୍ର ହୋଇଥିବା ଆବଶ୍ୟକ, ଅଭିପ୍ସାଟି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାଯୁକ୍ତ ହୋଇଥିବା ଆବଶ୍ୟକ।
ଯେଉଁମାନେ ଏକତ୍ର ଧ୍ୟାନ କରିବାର ପ୍ରଚେଷ୍ଟା କରିଥାନ୍ତି ସେମାନେ ହୁଏତ ଆପଣା ଆପଣାର ଜଡ଼ତାରେ ହିଁ ପରସ୍ପର ସହିତ ସଂଯୁକ୍ତ ବି ହୋଇପାରନ୍ତି ଅଥବା ଏପରିକି ଆପଣାର କୌଣସି ଭ୍ରାନ୍ତ ଅଥବା ବିକୃତ ବାସନାର କ୍ଷେତ୍ରରେ ମଧ୍ୟ ସଂଯୁକ୍ତ ହୋଇ ରହିପାରନ୍ତି। ଏଇଠି ମା ଆଉ ଗୋଟେ ଆମକୁ ଜିନିଷକୁ କହୁଛନ୍ତି, ସାଧାରଣତଃ ଆମେ ଯେତେବେଳେ ମେଡିଟେସନ କରୁ, କଲେକ୍ଟିଭ ଭାବରେ ଯେତେବେଳେ ମେଡିଟେସନ କରୁ, ତାହାର ବୃହତ ଶକ୍ତି ବିଷୟରେ ସଚେତନ କରାଇବା ସହିତ ବୃହତ ଶକ୍ତିକୁ କେମିତି ଆଣିପାରିବା ତାକୁ କହିବା ସହିତ ଆଉ ଗୋଟେ କଥା କହୁଛନ୍ତି, ସାଧାରଣତଃ ଆମେମାନେ ଯେତେବେଳେ ଏକତ୍ର ହଉଛୁ ସେତେବେଳେ ପ୍ରାୟତଃ ଜଡ ସ୍ତରରେ ଆମେ ସବୁ ପରସ୍ପର ସହିତ ସଂଯୁକ୍ତ ହେଇକି ଥାନ୍ତି। ଉଚ୍ଚତର ଶକ୍ତିକୁ ଆହ୍ୱାନ ସହିତ ଆମେ ସଂଯୁକ୍ତ ହେଇ ରହିବାଟା ବହୁତ ରେୟାର ଥାଏ। ସେଥିପାଇଁ କହୁଛନ୍ତି ଜଡତାରେ ସଂଯୁକ୍ତ ହେଇଥାନ୍ତି, ଆଉ ବେଳେ ବେଳେ କଣ ବିକୃତ ବାସନାର କ୍ଷେତ୍ରରେ ସଂଯୁକ୍ତ ହେଇଥାନ୍ତି। ଆମର କାମନା ବାସନା ସବୁ ରହିଛି। ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ସେତେବେଳେ ପରିଣାମଟି ମଧ୍ୟ ଭାରି ଅନିଷ୍ଟକାରକ ହେବାର ଏକ ସମ୍ପୂର୍ଣ୍ଣ ଆଶଙ୍କା ବିଦ୍ୟମାନ ରହିଥିବ। ତମେ ଯେତେବେଳେ କାମନା ବାସନା ଯୁକ୍ତ ହେଇକିରି ଅଭିନିବିଷ୍ଟ ହେଇଛ, ତେବେ ଅନିଷ୍ଟକାରକ ହେବାର ସମ୍ପୂର୍ଣ୍ଣ ଆଶଙ୍କା ରହିଛି। ସେଥିପାଇଁ ମୁଁ କହିଲି କେବେ ବି ସ୍ପିରିଟ କଲ୍ କରିବେ ନାହିଁ, କାହିଁକିନା ଅନିଷ୍ଟକାରୀ, ବହୁତ ଅନିଷ୍ଟକାରୀ ହବ। ଆପଣ ଦେଖିଥିବେ ଆଗରୁ ଯୋଉ କଣ ଦେବୀଙ୍କୁ ଆହ୍ୱାନ କରାଯାଏ, ଡକାଯାଏ, କଲେକ୍ଟିଭଲି ଗୋଟେ ଗୋଟେ ଗାଁ ପୁରା ବସିକି ମାନେ ସମସ୍ତେ ଠିଆ ହେଇକିରି ଆହ୍ୱାନ କରୁଥିବେ। ଆମେ ଯେତେବେଳେ ଭକ୍ତି ଭାବରେ ଯେତେବେଳେ ଆମେ ମନ୍ତ୍ର ଜପ କରୁଛନ୍ତି, ହରେ କୃଷ୍ଣ ହରେ ରାମ ଯେତେବେଳେ ଜପ କରୁଛନ୍ତି, କଲେକ୍ଟିଭଲି ଜପ କରୁଛନ୍ତି, ଏବେ ତାକୁ ମେସିନ ଲଗେଇ ଦେଲେଣି। ସେ କଥା ଛାଡ, ସେ କାମ ନୁହଁ। ସମସ୍ତେ ଯେତେବେଳେ କଲେକ୍ଟିଭଲି ଯେତେବେଳେ ଆପଣ ଯେତେବେଳେ ଆହ୍ୱାନ କରୁଛନ୍ତି, ସେତେବେଳେ ସେ ପରିବେଶଟି ଏକ ଉଚ୍ଚତର ପରିବେଶ ବା ଏକ ସେଇଭଳିଆ ଅନୁସ୍ପନ୍ଦନକାରୀ ଶକ୍ତି, ଉଚ୍ଚତର ଶକ୍ତିରୁ ସବୁ ଆସି ତାକୁ ଅନୁସ୍ପନ୍ଦନ କରନ୍ତି। ଆଉ ଯଦି ଆପଣ ବାସନା କ୍ଷେତ୍ରରେ ରହିଥିବେ, ତେବେ ଅନିଷ୍ଟକାରୀ ଘଟଣା ମଧ୍ୟ ଘଟିପାରେ ବା ସମ୍ପୂର୍ଣ୍ଣ ଆଶଙ୍କା ବିଦ୍ୟମାନ ଥାଏ। ଆଉ ଗୋଟିଏ ପାରାଗ୍ରାଫ ଅଛି, ଧ୍ୟାନସ୍ଥ ହେବା ସମୟରେ ସର୍ବପ୍ରଥମ ଅପରିହାର୍ଯ୍ୟ ଆବଶ୍ୟକତାଟି ହେଉଛି ଯେ ତୁମର ସମୁଦାୟ ଚେତନାଟିର ସ୍ତରରେ ତୁମେ ସମ୍ପୂର୍ଣ୍ଣ ଏବଂ ଏକାନ୍ତ ଭାବରେ ନିଷ୍ଠାପର ହୋଇ ରହିଥିବ। ତେଣୁ ଏଠି ପ୍ରଥମ ଆବଶ୍ୟକତା, ଅପରିହାର୍ଯ୍ୟ ଆବଶ୍ୟକତା, ଅପରିହାର୍ଯ୍ୟ ମାନେ ସେଥିରେ ଟିକେ କମ ବେଶୀ ନୁହଁ, ମାନେ ନିହାତି ଆବଶ୍ୟକ। ସେଟା ହଉଛି କଣ, ଚେତନା ସ୍ତରରେ ସମ୍ପୂର୍ଣ୍ଣ ଭାବରେ ଏକାନ୍ତ ଭାବରେ ନିଷ୍ଠାପର ହେବେ। ଏହା ଏକାନ୍ତ ଆବଶ୍ୟକ ଯେ ତୁମେ ନିଜକୁ କଦାପି ଠକିବ ନାହିଁ, ଅନ୍ୟମାନଙ୍କୁ ଠକିବ ନାହିଁ, ଅଥବା ଅନ୍ୟମାନଙ୍କର ଠକାମିର ଶିକାର ବି ହେବ ନାହିଁ। ନିଜେ ଠକିବ ନାହିଁ କାହାରିକୁ, ଅନ୍ୟକୁ କାହାକୁ, ନିଜେ ଠକି ହବ ନାହିଁ, ନିଜକୁ କଦାପି, ପ୍ରଥମ କରି ନିଜକୁ କଦାପି ଠକିବ ନାହିଁ। ସାଧାରଣତଃ ଆମେ ନିଜକୁ ହିଁ ଠକୁ ସବୁବେଳେ। ଆମେ ଯୋଉ ଛଳନା କରୁ, ଆମେ ଯୋଉ ଯାହା ବି କରୁ, ଆମେ ଉପରକୁ ଗୋଟେ କଥା ଦେଖେଇ ହଉ, ଆମର ଆସ୍ପିରେସନ ଗୋଟେ ଅଲଗା ପ୍ରକାର ଥାଏ। ଲୋକେ କଥା ବଢିଆ ଚିକ୍କଣ କଥା କହନ୍ତି, ତେଣୁ ଲୋକଙ୍କ ଦୃଷ୍ଟିକୋଣରୁ ମୁଁ ବହୁତ ବଢିଆ ଅଛି, ମୁଁ ବଢିଆ ସୁନ୍ଦର ଭାବରେ ମାଙ୍କ କଥା କହେ, ଭଗବାନ କଥା କହେ, କିନ୍ତୁ ନିଜ ସ୍ୱାର୍ଥ ପୂରଣ କରେ। ନିଜକୁ ଠକିବ ନାହିଁ, ଅନ୍ୟ କାହାକୁ ଠକିବ ନାହିଁ, ନିଜେ ଅନ୍ୟମାନଙ୍କର ଠକାମିର ଶିକାର ହେବ ନାହିଁ। ସେଇଥିପାଇଁ ବାରମ୍ବାର କୁହାହଉଛି ଯେ ଆମେ ନିଜେ ସଚେତନ ହୁଅ, ମାନସିକ କର୍ଷଣ କର, ମାନସିକ ଆମର ଯୋଉ, କାହିଁକି ନା ମନର ଯୋଉ ନିଜର ଗୋଟେ ସାମର୍ଥ୍ୟ ରହିଛି, ସିଏ ପର୍ଯ୍ୟବେକ୍ଷଣ କରିବ, ନିରୀକ୍ଷଣ କରିବ, ତା ଭିତରେ ଠିକ ଭୁଲ ଗୋଟେ ଡିସ୍କ୍ରିମିନେସନ କରିବ, ପାର୍ଥକ୍ୟ ବୋଧ କରିବ। ତେଣୁ ସେଇଟା ନିହାତି ଦରକାର, ନହେଲେ ତୁମେ ଅନ୍ୟମାନଙ୍କ ଦ୍ଵାରା ଠକାମିର ଶିକାର ହେବ। ସେ ଆ ପୂର୍ବରୁ ଆମେ ଅର୍ଥ ଚାପ୍ଟରରେ ପଢୁଥିଲେ, ତୁମେ ଯୋଉ ଅର୍ଥ ଦାନ କରୁଛ ସେ ଅର୍ଥଟି ଠିକ ଭାବରେ ବ୍ୟବହାର ହଉଛି କି ନାହିଁ ସେ ସମ୍ବନ୍ଧରେ ମଧ୍ୟ ତୁମେ ଜ୍ଞାନ ରଖିବ। ତମେ ଖାଲି କହିଦେବନି ମୁଁ ତ ଦେଇଦେଲି, ସିଏ ଭଗବାନଙ୍କ କାମରେ ବ୍ୟବହାର କଲେ ନ କଲେ ସେଥିରେ ମୋର କଣ ଦେଖିବା ଦରକାର, ଭୁଲ କଥା। ମା କହୁଛନ୍ତି ତୁମେ ସେ ଜ୍ଞାନ ବି ରଖିବ, ତେଣୁ ଅନ୍ୟମାନଙ୍କର ଠକିବାର ଶିକାର ଯେମିତି ନହବ ସେଇଟା ଦେଖିବ। ତେଣୁ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ମା, thank you, Larava.